ଡୁବୁରି ଗ୍ରାମରେ ମହାମାୟୀ ମା ଦୁର୍ଗାଙ୍କର ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଡୁବୁରି ଗ୍ରାମରେ ମହାମାୟୀ ମା ଦୁର୍ଗାଙ୍କର ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବା ସହିତ ରାଜସ୍ଥାନରୁ ମାର୍ବଲର ଅଷ୍ଟଭୁଜା ମାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଦୈନିକ ପୂଜାରମ୍ଭ ବିଧି ଆରମ୍ଭ କରାଯାଇଛି। ଚଳିତ ଶୁଳ୍କ ପ୍ରତିପଦା ଠାରୁ ଡୁବୁରି ହାଟ ସ୍ଥାନରେ ପଞ୍ଚ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା 3 ଦିନ ଧରି ବେଦପାଠ, ମହାଯଜ୍ଞ, ଚଣ୍ଡୀପାଠ ପରେ ମନ୍ଦିର ସିଂହାସନରେ ମାଙ୍କର ଜୀବନ୍ୟାସ ସମାପନ କରାଯାଇଥିଲା। ଗ୍ରାମର 108 ଗୃହିଣୀମାନେ ଉପବାସ ସହିତ କଳସ ମୁଣ୍ଡାଇ ଗ୍ରାମ ପରିକ୍ରମା କରିଥିଲେ ଏବଂ ମାଙ୍କର ଫଟୋଚିତ୍ରକୁ ସମ୍ପୂର୍ଣ୍ଣ ଗ୍ରାମ ପରିକ୍ରମା କରାଯାଇଥିଲା। ମାଙ୍କ ମଣ୍ଡପକୁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଆସି ସହଯୋଗ କରିବା ସହିତ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଥିବା ଦେଖିବାକୁ ମିଳିଥିଲା।